ସକାଳୁ ସକାଳୁ ଏ ବର୍ଷ ପାଗରେ ଆସି ପହଞ୍ଚିଗଲା ବଡ ସାଇଜର ରୋହି ମାଛ। କାରଣ ଆଜି ଘରକୁ ଜଣେ ଗେଷ୍ଟ ଆସିବାର ଥିଲା। ଆଉ ଆମେ ଭାବିଥିଲୁ ଲଞ୍ଚଟା ଆଜି ସିଏ ଆମ ଘରେ କରିକି ଯିବେ। ଆଉ ସେଇଥିପାଇଁ ଟିକେ ବଡ ସାଇଜର ମାଛଟା ନିଆଯାଇଥିଲା। ନହେଲେ ଆମ ଘରେ ତ 3 ଜଣ ଲୋକ ରହୁଛେ, ଏତେ ବଡ ମାଛ ଖାଇବ କିଏ? ଆଉ ବଡ ମାଛ ଦେଖି ଭାବିଥିନି କି ଆଜି ଗୋଟେ ନାଲିଆ ଝୋଳ ବନେଇମି, କିନ୍ତୁ ସେମିତି କିଛି ବି ହେଲାନି। କାରଣ ଯୋଉ ଗେଷ୍ଟ ଆସିଥିଲେ ସେମାନେ ଘଣ୍ଟେ 2 ଘଣ୍ଟା ରହି ପଳେଇଲେ। ଆଉ ପଳେଇଲେ ତ ପଳେଇଲେ, କିନ୍ତୁ ତାଙ୍କ ସହ ଗପ ଗପ ମୋର ରୋଷେଇରେ ବି ବହୁତ ଲେଟ୍ ହେଇଯାଇଥିଲା। ଆଉ ସେଥିପାଇଁ ମା କହିଲେ ଟାଇମ ତ ବହୁତ ହେଲାଣି, ତୁ ଫଟାଫଟ ବାଲା ରୋଷେଇ କରିଦେ, ଯୋଉଟା କି ସାଙ୍ଗେ ସାଙ୍ଗେ ହେଇଯିବ। ଆଉ ମା ତ ଏପଟେ ସବୁ ମାଛ କେଳି ରଖି ଦେଇଥିଲେ। ମୁଁ ମାଛରେ ଲୁଣ ହଳଦୀ ଗୋଳେଇ ଗ୍ୟାସରେ କଢା ବସାଇ ମାଛ ସବୁ ସନ୍ତୁଳି ଆଣିନି। ମାଛ ସନ୍ତୁଳି ଗଲା ପରେ ତେଲରେ ଟିକେ 5 ଫୁଟଣ ଦେଇଦେନି। ସେଥିରେ ବିଲାତି ଦେଇ ପାଣି ଆଡ କରିଦେନି। ତାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଲୁଣ ମାଛ ପକେଇଦେନି। ଆଉ ସେଥିରେ ଗୋଟେ ଆମ୍ବୁଲ ପକେଇଦେନି। ତାପରେ ଫୁଟିବା ପାଇଁ ଛାଡିଦେନି। ଆଉ କିଛି ସମୟ ଫୁଟି ଫୁଟି ରେଡି ହେଇଗଲା ରୋହି ମାଛ ଆମ୍ବୁଲର ଖଟା। ଆଉ ଏଇ ଯୋଉ ଝିପି ଝିପି ବର୍ଷା ପାଗ, ଗରମ ଗରମ ଭାତ ସହ ମାଛ ଖଟା। ତାପରେ କିସ ହବ ଆପଣ ମାନେ କୁହନ୍ତୁ।